ଦେଓଗାଁରେ ପହଞ୍ଚିଯାଇଛି। ସେ ଦେଖନ୍ତୁ ମୁଁ ତୁମ ଆପଣମାନଙ୍କୁ ଦେଖାଉଛି। ଚାଲନ୍ତୁ ଦେଖିବା। ବହୁତ ବଢ଼ିଆ ବଢ଼ିଆ ସ୍ଥାନ। ବାବା କୁଶଳେଶ୍ୱର ମନ୍ଦିର ଆପଣ ଦେଖିଛନ୍ତି, ଯେଉଁଟାକି କେଉଁଝର ବା ଯାଜପୁର ଜିଲ୍ଲା ମଝିରେ କିନା ଅଛି ବାବା କୁଶଳେଶ୍ୱର ଦେଓଗାଁରେ। ଚାଲନ୍ତୁ ଦେଖିବା। ଏଠି ଜାଗର ଏତେ ଭିଡ଼ ରୁହେ ଯେ ଦେଖିବେ ଲକ୍ଷ ଲକ୍ଷ ଭକ୍ତ। ଚାଲନ୍ତୁ ଦେଖିବା ମନ୍ଦିରରେ ପହଞ୍ଚିବା। ମୁଁ ଆସି ବର୍ତ୍ତମାନ ଦେଓଗାଁ ଅଞ୍ଚଳରେ ଆସି ପହଞ୍ଚି। ଆପଣମାନଙ୍କୁ ମୁଁ ଦେଖାଉଛି କିଛିଟା ଝଲକ ଯେଉଁଟାକି ହେଉଛି, ମୁଁ କିଛିଟା ଫଟୋ ନେଇଛି। ଏଇଟା ହେଉଛି କେଉଁଝର ଜିଲ୍ଲାରେ ଅବସ୍ଥିତ ହେଉଛି କୁଶଳେଶ୍ୱର ବାବା ମନ୍ଦିର, ଯେଉଁଟାକି ମୁଁ ଆପଣମାନଙ୍କୁ ଏଇଠି କିଛିଟା ଦେଖେଇବି। ଯଦି ଆପଣମାନଙ୍କୁ ଭଲ ଲାଗେ ତାହେଲେ ମୋ ଭିଡ଼ିଓଟି ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ ନିଶ୍ଚିତ କରିବେ। ଚାଲନ୍ତୁ ଦେଖିବା କ'ଣ ହେଇଛି ପରିବେଶ। ଏବେ କଲର୍ କରାହେଇଛି, ବହୁତ ସୁନ୍ଦର ଭାବରେ କଲର୍ କରାହେଇଛି। ଦେଖନ୍ତୁ ମୋ ଭାଗ୍ୟ ଖରାପ ଯେ ପହଡ଼ ପଡ଼ିଯାଇଛି ଆଉ ମୁଁ ବାବାଙ୍କ ଦର୍ଶନ କରିପାରିନଥିଲି। ହଉ ଚାଲନ୍ତୁ ଆଗକୁ ଦେଖିବା। ଆଉ ପୁରା କ୍ଲିନ୍ ଏଠିକି ଆସିବେ ମାନେ ଏଠି ଯିବା ପାଇଁ ଏତେ ଶୀଘ୍ର ଇଚ୍ଛା ହେବନି, ପୁରା ଆରାମ ଲାଗିବ। ସବୁ କଷ୍ଟ ଦୁଃଖକୁ ଭୁଲିଯିବେ। ଆପଣ ଯଦି ଆସୁଛନ୍ତି ଆସନ୍ତୁ ନିହାତି କିଛି ସମୟ ଏଠି ବିତେଇ ଯାଆନ୍ତୁ। ଏଇଟା ହେଉଛି ଜଗନ୍ନାଥ, ଏଇଟା ଅଛି ଶିବ ମନ୍ଦିର, ଯେଉଁଟାକି ହେଉଛି ଦେଓଗାଁରେ ଅବସ୍ଥିତ କୁଶଳେଶ୍ୱର ବାବା କୁଶଳେଶ୍ୱର ମନ୍ଦିର। ଆସିବେ ଏଠି ଆପଣମାନେ ହଜାର ହଜାର ଭକ୍ତ। ଆଉ ଏଠି ମେଳା ପଡ଼େ, ଯେଉଁଟାକି 8 ଦିନର ମେଳା ହୁଏ। ଚାଲନ୍ତୁ ଆଗକୁ ଦେଖିବା। ଦର୍ଶନ କରିକି ଏବେ ମୁଁ ଆସିକି ଆପଣ କିଛି ସିନେମାଟିକ୍ ସଟ୍ ଦେଖାଉଛି, ଯେଉଁଟାକି ଆପଣ ଦେଖନ୍ତୁ। ସମୟ ଚାଲିଲା ଏଠି ବସିକି ଆରାମ ଲାଗିଲା। ସନ୍ଧ୍ୟା ବି ଆସିଲାଣି, ମୁଁ ଫେରି ଯାଉଛି। ଆପଣମାନଙ୍କୁ ଯଦି ମୋ ଭିଡ଼ିଓଟି ଭଲ ଲାଗେ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ କେବେ ବି ଭୁଲିବେନି। ଆଉ ମୋତେ ଆଗକୁ ନେବା ପାଇଁ ସାହାଯ୍ୟ। ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ଭଗବାନ କରନ୍ତୁ ସମସ୍ତେ ଭଲ ରୁହନ୍ତୁ।